କଣ ହନୁମାନ, ସୁଗ୍ରୀବ, ଅଙ୍ଗଦ ଓ ବାଳୀ ମାଙ୍କଡ଼ ଥିଲେ? ଯଦି ମାଙ୍କଡ଼ ଥିଲେ ସେମାନଙ୍କ ଦେହରେ ଏତେ ଶକ୍ତି କେମିତି ଆସିଲା? ମାଙ୍କଡ଼ ହେଇ ମଧ୍ୟ ମଣିଷ ଭଳିଆ କଥା କହୁଥିଲେ ଓ ବେଦ ପୁରାଣ ଶାସ୍ତ୍ରରେ ମଧ୍ୟ ପାରଙ୍ଗମ କେମିତି ଥିଲେ? ସାଙ୍ଗମାନେ, ଆମେ ରାମାୟଣ ଓ ମହାଭାରତକୁ ଆମର ଇତିହାସ ମାନୁଛନ୍ତି। ସେଥିରେ ସବୁ ଘଟଣା ସତରେ ହେଇଥିଲା, କିନ୍ତୁ ଆମ ମଧ୍ୟରୁ କିଛି ଲୋକ ଏହି କଥାକୁ ମିଛ ମାନୁଛନ୍ତି। ସେମାନଙ୍କ ପ୍ରଥମ ତର୍କ, ଏହି ମହାକାବ୍ୟରେ ବହୁ ପାତ୍ର ବର୍ଣ୍ଣନା ଅଛନ୍ତି ଯାହା ଇତିହାସରେ ଥିବା ସମ୍ଭବ ନାହିଁ ବୋଲି ସେମାନଙ୍କର ଭାବନା। ଏଥିମଧ୍ୟରୁ ମହାବୁଦ୍ଧିଶାଳୀ ଜାମ୍ବବାନ ହୁଅନ୍ତୁ କିମ୍ବା ବହୁ କିଲୋମିଟର ଦୂର ଦେଖିପାରୁଥିବା ସଞ୍ଜୟ। ଏହା ଦେଖି ବହୁ ଲୋକଙ୍କୁ ରାମାୟଣ ଏକ କାଳ୍ପନିକ କାହାଣୀ ଲାଗୁଛି। ଆଉ କେତେ ଲୋକ ଭାବୁଛନ୍ତି ହନୁମାନ ଓ ସୁଗ୍ରୀବ ଯେମିତି ମାଙ୍କଡ଼କୁ ହୋମୋ ସାପିଏନ୍ସର ପଛ କୌଣସି ଏକ ପ୍ରଜାତି ମାନି ନେଉଛନ୍ତି। କିନ୍ତୁ ଏହିପରି ଅଧିକ ଲୋକମାନେ ବାଲ୍ମୀକି ରାମାୟଣ ଭଲ ଭାବରେ ପଢ଼ି ନାହାନ୍ତି। ସେମାନେ ଜାଣି ନାହାନ୍ତି ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ବାନରମାନଙ୍କ ବିଷୟରେ କଣ ବର୍ଣ୍ଣନା ଅଛି। ନମସ୍କାର, ଆପଣଙ୍କୁ ସ୍ୱାଗତ ଜଣାଉଛି ଏକାତ୍ମ ଭକ୍ତ ଜୀବନ ଚ୍ୟାନେଲକୁ। ଚାଲନ୍ତୁ ଆରମ୍ଭ କରିବା ଏହି ଭିଡ଼ିଓକୁ। ସାଙ୍ଗମାନେ, ଆଜି ଏହି ଭିଡ଼ିଓରେ ଜାଣିବା ରାମାୟଣରେ ବର୍ଣ୍ଣିତ ବାନରମାନଙ୍କ ବିଷୟରେ। କଥା ହେବା, ବହୁ ଲୋକଙ୍କୁ ରାମାୟଣ ଏକ ମିଥ୍ୟା କଥା ଲାଗୁଛି। ଆମେ ବାଲ୍ମୀକି ରାମାୟଣରେ ଲେଖାଯାଇଥିବା ସେହି ଶ୍ଲୋକ ବିଷୟରେ ଆଲୋଚନା କରିବା ଓ ଆମେ ପାଇବା କି ଏହି କଥାରେ ସତ କିଛି ଅଲଗା। ସାଙ୍ଗମାନେ, ଅବିଳମ୍ବେ ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ସାଙ୍ଗମାନେ, ଆମେ ଯଦି ସଂସ୍କୃତ ଭାଷାରେ ଦେଖିବା, ବାନର ଶବ୍ଦର ଅର୍ଥ ଦୁଇ ଶବ୍ଦ ମିଶିକି ହେଇଛି, ବଣ ଓ ନର। ଏହାର ଅର୍ଥ ବଣରେ ବିଚରଣ କରୁଥିବା ନରକୁ ବାନର କୁହାଯାଏ। ଏବେ ଏହା ସମୟ ସମୟରେ ଏହାର ଅର୍ଥ ଛୋଟ ହୋଇଗଲା ଓ ଏହାକୁ ଆମେ ମାଙ୍କଡ଼ କହିବାକୁ ଲାଗିଲେ। କିନ୍ତୁ ଆମେ ଯଦି ବାଲ୍ମୀକି ରାମାୟଣ ଦେଖିବା, ଆଦିକବି ବାଲ୍ମୀକି ଯେଉଁ ଜାଗାରେ ବାନର ଶବ୍ଦର ପ୍ରୟୋଗ କରିଛନ୍ତି ଓ ଯେଉଁ ଶ୍ଲୋକରେ ବାନର ପରିଭାଷିତ କରିଛନ୍ତି, ଯଦି ଆମେ ସେହି ସ୍ଥାନରେ ଦେଖିବା ଓ ବୁଝିବା, ତ ଆମେ ପାଉଛେ କି ଆଦିକବି ବାଲ୍ମୀକି ମନୁଷ୍ୟ ବିଷୟରେ କହିଛନ୍ତି। ବାଲ୍ମୀକି ରାମାୟଣ ଅରଣ୍ୟକାଣ୍ଡ 73 ଅଧ୍ୟାୟ 18 ଶ୍ଲୋକରେ ଯଦି ଦେଖିବା, ବାଲ୍ମୀକି ବାନରମାନଙ୍କ ଶବ୍ଦକୁ ପ୍ରୟୋଗ କରିଛନ୍ତି। ତାହା ବାନରାଃ ବନଚାରିଣମ୍। ଏହାର ଅର୍ଥ ବନରେ ବିଚରଣ କରୁଥିବା ମଣିଷକୁ। ଏହି କଥା ପ୍ରମାଣ ହେଲା ଯେ ବାନର ଶବ୍ଦର ଅର୍ଥ ମାଙ୍କଡ଼ ନୁହେଁ। ଏହି ବାନରମାନଙ୍କ ବିଷୟରେ ମନୁଷ୍ୟ ଲକ୍ଷଣ ମଧ୍ୟ ପ୍ରମାଣ ମିଳୁଛି। ବାଲ୍ମୀକି ରାମାୟଣରେ 73 ଅଧ୍ୟାୟ 41 ଶ୍ଲୋକରେ ସୁଗ୍ରୀବକୁ ଧର୍ମାତ୍ମା ବୋଲି କୁହାଯାଉଛି। ଏହି ପ୍ରକାର ଯଦି କିଷ୍କିନ୍ଧା କାଣ୍ଡରେ ଦେଖିବା, ସେଠି 24 ଅଧ୍ୟାୟ 41 ଶ୍ଲୋକରେ କିଷ୍କିନ୍ଧା ଲୋକଙ୍କୁ ହୃଷ୍ଟପୁଷ୍ଟ ପ୍ରୟୋଗ ହୋଇଛି। ଏଥିରୁ ଜଣାପଡ଼ୁଛି ଯେ ପ୍ରଥମେ ତ ହୃଷ୍ଟପୁଷ୍ଟ କୁହାଗଲା ଓ ତାପରେ ଜନ କୁହାଗଲା। ଆମେ ଜାଣିଛେ ଜନ କାହାକୁ କୁହାଯାଏ। ମନୁଷ୍ୟକୁ ଜନ କୁହାଯାଏ। କିଷ୍କିନ୍ଧା ଲୋକ ହୃଷ୍ଟପୁଷ୍ଟ ଜନ ଥିଲେ। ବାଲ୍ମୀକି ରାମାୟଣରେ ଆଗକୁ ପୂର୍ବଭାଷୀ ଜନ ଶବ୍ଦ ମଧ୍ୟ ପ୍ରୟୋଗ ହେଇଛି। ତ ଏଠୁ ଆମେ ଦେଖୁଛେ ବାନର ପାଇଁ ଜନ ଶବ୍ଦ ବାରମ୍ବାର ପ୍ରୟୋଗ କରାଯାଇଛି। ଏଣୁ ଆମେ ଏହା ଜାଣିଲେ ଯେ ବାନର ପ୍ରକୃତରେ ମାଙ୍କଡ଼ ନୁହନ୍ତି, ମନୁଷ୍ୟ। ଆପଣଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଛି, ଏହିପରି ଭାବରେ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର।